ମନକୁ ଏକାଗ୍ର କରନ୍ତୁ। ଜୀବନରେ ଏକାଗ୍ରତା ଦ୍ୱାରା ଦୁର୍ବଳ ଲୋକ ବି ମହାବଳଶାଳୀ ହୋଇପାରେ ତଥା ଅଭ୍ୟାସ ଦ୍ୱାରା ଅଜ୍ଞାନୀ ବି ବିଦ୍ୱାନରେ ପରିଣତ ହୋଇପାରେ। ଯେଉଁମାନେ ଏକାଗ୍ରତା ରଖିପାରନ୍ତି ନାହିଁ ସେମାନଙ୍କ ଶକ୍ତି ବିକ୍ଷିପ୍ତ ହୋଇଯାଏ ତଥା ସେମାନଙ୍କୁ କିଛି ବି ପ୍ରାପ୍ତ ହୋଇପାରେ ନାହିଁ। କୁହାଯାଏ କି ମନ ବଡ଼ ଚଞ୍ଚଳ ହୋଇଥାଏ, ହେଲେ ବି ମଣିଷକୁ ମନର ଏକାଗ୍ରତା ନିଶ୍ଚିତ କରିବା ଦରକାର। ମହାଭାରତ ଯୁଦ୍ଧରେ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ପଚାରିଲେ ସବୁଠାରୁ ବଳବାନ କିଏ? ସେ ଉତ୍ତର ଦେଲେ ମନ। ମନକୁ ଆୟତ୍ତ କରିବା ସବୁଠାରୁ କଠିନ କାମ। ଏକାଗ୍ରତାର ଅର୍ଥ ହେଉଛି ଆପଣ କେବଳ ଗୋଟିଏ ଜିନିଷ ପାଇଁ, ଗୋଟିଏ ସତ୍ୟ ପାଇଁ ଗ୍ରହଣଶୀଳ ହେବେ। ବର୍ତ୍ତମାନ ସନ୍ଦର୍ଭରେ ସବୁ ପ୍ରକାରର ସକାରାତ୍ମକ ଜିନିଷ ପାଇଁ ଗ୍ରହଣଶୀଳ ହେବା। ଆପଣଙ୍କ ଚାରିପାଖରେ ବହୁ ପ୍ରକାର ସକାରାତ୍ମକ ଓ ନକାରାତ୍ମକ ଜିନିଷ ଅଛି। ଆପଣଙ୍କୁ ଏକାଗ୍ରତାର ସହ ଅନାବଶ୍ୟକ ଜିନିଷକୁ ନ ଆସିବାକୁ ଦେବାକୁ ହେବ। ଯେପରି ମଶାରୀ ଲଗାଇ ଆପଣ ମଶା ଦାଉରୁ ମୁକ୍ତି ପାଉଛନ୍ତି, ଆପଣଙ୍କୁ ମଶା ଦାଉରୁ ରକ୍ଷା ପାଇବାର ଅଛି ଏବଂ ତାହା ସହ ଅକ୍ସିଜେନ ବି ଦରକାର ଅଛି। ତେଣୁ ମଶାରୀରେ ଛୋଟ ଛୋଟ କଣାମାନ ଅଛି। ଏହି କଣା ମଧ୍ୟ ଦେଇ ବାୟୁ ଚଳାଚଳ କରିପାରିବ, କିନ୍ତୁ ମଶା ପଶି ପାରିବେ ନାହିଁ। ସକାମ କର୍ମ ହିଁ ବନ୍ଧନର କାରଣ ଅଟେ, ନିଷ୍କାମ କର୍ମ ନୁହେଁ। ଏଠାରେ ତିଳକ କହନ୍ତି ଯେ ଜଡ଼ ବା ଅଚେତନ କର୍ମ ମଣିଷକୁ ବନ୍ଧନରେ ପକାଏ ନାହିଁ, ଆସକ୍ତ କର୍ମ ହିଁ ବନ୍ଧନରେ ବାନ୍ଧି ଦିଏ। ଜ୍ଞାନ ଓ କାମ୍ୟ କର୍ମରେ ବିରୋଧ ଅଛି, କିନ୍ତୁ ନିଷ୍କାମ କର୍ମ ଓ ଜ୍ଞାନ ମଧ୍ୟରେ କୌଣସି ବିରୋଧ ନାହିଁ। ନିଷ୍କାମ କର୍ମ ସ୍ୱୟଂ ଜ୍ଞାନ ଅଟେ ଏବଂ ଶରୀର ଦ୍ୱାରା କ୍ରିୟାର ଅଭିବ୍ୟକ୍ତି ମାତ୍ର। ଶାସ୍ତ୍ର ଦୃଷ୍ଟିରୁ କର୍ମ ଅପେକ୍ଷା କର୍ତ୍ତାର ମାନସିକ ସ୍ଥିତି କର୍ମର ନୈତିକ ମୂଲ୍ୟ। ବୈଶ୍ୱଦେବ କରୁଥିବା ବେଳେ ଯଦି କୌଣସି ଭିକ୍ଷୁକ ଉପସ୍ଥିତ ହୁଏ, ବୈଶ୍ୱଦେବ ନିମିତ୍ତ ଅନ୍ନାଦି ରଖି ତାଙ୍କୁ ଭିକ୍ଷା ଦେଇ ବିଦାୟ କରିବେ, ଅର୍ଥାତ୍ ବୈଶ୍ୱଦେବ ସମାପ୍ତି ପର୍ଯ୍ୟନ୍ତ ଭିକ୍ଷୁକକୁ ବସାଇବା ଅନୁଚିତ ଅଟେ। କିଛି ଜାଣିବା କଥା, ଯେଉଁ ନାରୀ ସ୍ୱାମୀଙ୍କୁ କୁମନ୍ତ୍ରଣା ଦିଏ ସେ ଅଲକ୍ଷଣୀ। ନିଜ ପତିଙ୍କୁ ଛାଡ଼ି ପରପୁରୁଷ ନାରୀ କୁଳଟା। ଯେଉଁ ନାରୀ ପରିବାରରେ ସମସ୍ତଙ୍କୁ ସମାନ ଦୃଷ୍ଟିରେ ଦେଖେ ନାହିଁ, ତାକୁ ଲକ୍ଷ୍ମୀ ସହାୟ ହୁଅନ୍ତି ନାହିଁ। ଯେଉଁ ବଧୂ ଶାଶୁ ଶ୍ୱଶୁରଙ୍କ ସେବା ନ କରେ ସେ ନର୍କଗାମୀ ହୁଏ। କୁଳବହୂ ଗୋଟିଏ ଦିନରେ ବାପ ଘରେ ଓ ଶାଶୁ ଘରେ ଭୋଜନ କଲେ ଅଭାଗିନୀ ହୁଏ। ବ୍ରାହ୍ମଣମାନେ ଖାଦ୍ୟ ଖାଇବାକୁ ଭଲ ପାଇଥାନ୍ତି। ମୟୂରମାନେ ମେଘ ଘୋଟି ଆସିବାର ଦେଖିଲେ ଖୁସିରେ ନାଚି ଉଠନ୍ତି। ସାଧୁମାନେ ବା ଜ୍ଞାନୀ ଓ ଗୁଣୀ ଲୋକମାନେ ଅନ୍ୟର ସୁଖ ଦେଖିଲେ ଖୁସି ହୋଇଥାନ୍ତି। ମାତ୍ର ଦୁଷ୍ଟ ଲୋକମାନେ ଅନ୍ୟର ଦୁଃଖ କଷ୍ଟ ଅଭାବ ଅସୁବିଧା ଦେଖି ଖୁସି ହୋଇଥାନ୍ତି। ଥରେ ମହମବତୀ ଭିତରେ ଥିବା ସୂତା କହିଲା, ମୁଁ ଜଳିଲେ ତୁ କାହିଁକି ତରଳି ଯାଉ? ଉତ୍ତରରେ ମହମବତୀ କହିଲା, ଯାହାକୁ ହୃଦୟରେ ସ୍ଥାନ ଦେବ ସେ ଯଦି ଦୂରେଇ ଯାଏ ତାହାହେଲେ ଲୁହ ଝରି ପଡ଼େ। ଜଣେ ମାଲିକ ଭାବରେ ନୁହେଁ ବରଂ ଜଣେ ମାଳି ଭାବରେ ଆପଣଙ୍କ ପରିବାରର ଯତ୍ନ ନିଅନ୍ତୁ। କାରଣ ଯେଉଁ ବଗିଚାରେ ଜଣେ ଭଲ ମାଳି ଥାଏ, ସେହି ବଗିଚାର ପ୍ରତ୍ୟେକ ଫୁଲର ସୁଗନ୍ଧ ଭଲ ଆସିଥାଏ। ଜୟ ଶ୍ରୀ ଜଗନ୍ନାଥ।